40 ଛୋଟ ସେନାପତି ଏହି ଘଟଣା ଦେଖି ଈଶ୍ୱରଙ୍କ ଗୌରବ କରି କହିଲେ, ନିଶ୍ଚୟ ଏ ବ୍ୟକ୍ତି ଧାର୍ମିକ ଥିଲେ। ପ୍ରଭୁ ପଠିତ ବାକ୍ୟରୁ ଆଶୀର୍ବାଦ କରନ୍ତୁ। ପ୍ରାର୍ଥନା କରିବା। ଶରୀର ପ୍ରେମିକ ପିତା, ଧନ୍ୟବାଦ କରୁଛୁ, ପ୍ରଶଂସା କରୁଛୁ, ମହିମା କରୁଛୁ। ପ୍ରଭୁ ତୁମେ କ୍ରିସ୍ତରେ କଥା କହିଥିବାଟା 7ଟା ବାଣୀ ବା 7ଟି କଥା ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ ବାପା। ତୁମେ ଶେଷ ବାଣୀ ବାପା, ତୁମେ କିପରି ନିଜକୁ ସମ୍ପୂର୍ଣ୍ଣ ପିତାଙ୍କ ନିକଟରେ ସମର୍ପଣ କରୁଅଛ ଏବଂ ପ୍ରଭୁ କେବଳ ପ୍ରାଣ ସେ ଶରୀର ମଧ୍ୟ ତ୍ୟାଗ କରି କିପରି ବାପା ତୁମେ ଆତ୍ମାରେ ଯାଇ ବନ୍ଦୀ ଆତ୍ମା ମାନ ତୁମେ ପ୍ରଚାର କରିବାକୁ ଯାଇଅଛ, ଏହା ମଧ୍ୟ ପ୍ରମାଣ ଏହି ସ୍ଥାନରେ ଦେଖିପାରୁଛୁ ବାପା। এই ବିଷୟ ଆମେ ଆଲୋଚନା କରିବୁ। ପ୍ରତ୍ୟେକ ମୋର ପ୍ରିୟ ଲୋକମାନଙ୍କୁ এই ପ୍ରାତଃ ସମୟରେ ପ୍ରଭୁ এই ପ୍ରାତଃ ସମୟରେ ପ୍ରଭୁ ଧ୍ୟାନ ମଧ୍ୟରେ ଆମେ ପ୍ରତ୍ୟେକଙ୍କୁ ମୋର ପ୍ରିୟ ଭାଇ ଭଉଣୀ ମାନଙ୍କୁ ଅନୁଗ୍ରହ କର, ଆଶୀର୍ବାଦ କର। ତୁମେ ଗୌରବ ମହିମା ନିଅ, ବାକ୍ୟରେ ଶକ୍ତିଯୁକ୍ତ କର। ଯୀଶୁ ନାମରେ ମାଗୁଅଛୁ, ଆମେନ୍। ଆମେନ୍। ମୋର ପ୍ରିୟ ଭାଇ ଓ ଭଉଣୀ ମାନେ, ପ୍ରଭୁଙ୍କ ମହାନାମ ଧନ୍ୟବାଦ ହେଉ। କାରଣ ମୁଁ ପ୍ରଥମେ ପନ୍ତ ପରମେଶ୍ୱରଙ୍କୁ ମୁଁ ଧନ୍ୟବାଦ ଦେବା ସହିତ ମୁଁ ଆପଣଙ୍କୁ ଏହି ପ୍ରତ୍ୟୁଷରେ ଏହି ପ୍ରାତଃ ସମୟରେ ଉଠିଥିବାରୁ ବିଶେଷ ମୁଁ ଆପଣମାନଙ୍କୁ ମୁଁ ଆନ୍ତରିକ ଜ୍ଞାପନ କରି ବାକ୍ୟରେ ଯୀଶୁ ଖ୍ରୀଷ୍ଟ ଅନେକ ଦୁଃଖ କଷ୍ଟ ଯନ୍ତ୍ରଣା ମଧ୍ୟରେ ଅତି ମଧୁର ସୁରରେ 7ଟା ବାଣୀ କହୁ କହୁ ଶେଷ ସେ ନିଜକୁ ସମର୍ପିତ ବାଣୀ ସେ କଥା କହିଛନ୍ତି। କାରଣ ଲେଖାଇଛି, ଆଉ ଯୀଶୁ ଚେଷ୍ଟରେ ଡାକି କହିଲେ, ମୋର ପ୍ରିୟମାନେ, ଯୀଶୁ ଖ୍ରୀଷ୍ଟଙ୍କ କେତେ ବଳ ଥିବ ଆମେ ଦେଖିବା। ଅନେକ ଯନ୍ତ୍ରଣା ଦୁଃଖ, ରକ୍ତ ନାହିଁ, ସମସ୍ତ ବିଷ ତାଙ୍କ ରକ୍ତ ଝରି ଯାଇଛି। এই শেষ ଯାହାକି ଆମେ 3 ଘଣ୍ଟା ସମୟରେ ଚିତ୍କାର କରୁଛି, କାରଣ 12ରୁ 3 ଘଣ୍ଟା ଅନେକ ଅନ୍ଧକାର ଅଛି। ସେଇ ସମ୍ବନ୍ଧରେ 6 ଘଣ୍ଟା ଦୀର୍ଘ ସେଇ ସ୍ଥାନରେ ଝୁଲିଛନ୍ତି। କେତେ କଷ୍ଟ, କେତେ ଯନ୍ତ୍ରଣା ମଧ୍ୟରେ ସେ ପିତାଙ୍କ ନିକଟରେ ସମର୍ପିତ ଅଛନ୍ତି ଏବଂ ସମର୍ପିତ ହେଇ କାରଣ ଶରୀରରୁ ନିଜର ଆତ୍ମା ସମର୍ପଣ କରି ସେ ଯେଟା ଲେଖାଇଛି ଯେ ଏହା କରି ପ୍ରାଣ ତ୍ୟାଗ କଲେ। ଶରୀର ମଧ୍ୟରେ ପ୍ରାଣ ତ୍ୟାଗ କରିଛନ୍ତି, କିନ୍ତୁ ପ୍ରଭୁ କେବେ ମରି ନାହାନ୍ତି। ଯୀଶୁ ଖ୍ରୀଷ୍ଟ କେବେ ମରି ନାହାନ୍ତି, କେବଳ ଶରୀର ମଧ୍ୟ ପ୍ରାଣ ତ୍ୟାଗ କରିଛନ୍ତି। ଏବଂ ଆମେ ତାର ଦେଖିପାରୁଛୁ ଯେତେବେଳେ ଉଚ୍ଚସ୍ୱରରେ ଚିତ୍କାର କରୁଛନ୍ତି, ସେହି ମଧ୍ୟରେ ଅନେକ ଲୋକ ଶତ ସେନାପତି, ସେ ମଧ୍ୟରେ ଶତ ସେନାପତି ଏବଂ ଅନେକ ଯାଜକ ମାନେ ମଧ୍ୟ ମାନେ ସ୍ୱୀକାର କରୁଛନ୍ତି ଯୀଶୁ ଖ୍ରୀଷ୍ଟ ଇଏ ଅଟନ୍ତି। ମୋର ପ୍ରିୟମାନେ, ଆମେ ଦେଖିପାରୁଛୁ ଶତ ସେନାପତି ଏହି ଘଟଣା ଦେଖି ଈଶ୍ୱରଙ୍କୁ ଗୌରବ କରି କହିଲେ, ନିଶ୍ଚୟ ଏହି ବ୍ୟକ୍ତି ଧାର୍ମିକ ଥିଲେ। ପ୍ରିୟମାନେ, 9 ଘଣ୍ଟା ଠାରୁ 3 ଘଣ୍ଟା ପର୍ଯ୍ୟନ୍ତ ଆରମ୍ଭ ଅନେକ ଶିଶୁକୁ ଚିତ୍କାର କରୁଛନ୍ତି, ଅପମାନ କରୁଛନ୍ତି, ଅପେଣ୍ଡେଟ୍ କରୁଛନ୍ତି, ବିଭିନ୍ନ ପ୍ରକାର ଯୀଶୁକୁ ପରିହାସ କରୁଛନ୍ତି। କିନ୍ତୁ ଯେତେବେଳେ ଯୀଶୁ ଖ୍ରୀଷ୍ଟ ଶରୀର ମଧ୍ୟରେ ପ୍ରାଣ ତ୍ୟାଗ କରୁଛନ୍ତି, ସେଇ ଶତ ସେନାପତି ମାନେ, ସେଇ ଯାଜକ ମାନେ ସେମାନେ ସ୍ୱୀକାର କରୁଛନ୍ତି ଯୀଶୁ ଖ୍ରୀଷ୍ଟ ଇଏ ଅଟନ୍ତି ଏବଂ ସେମାନେ ଜାଣନ୍ତି ନିଶ୍ଚୟ ଏହି ବ୍ୟକ୍ତି ଏବଂ କାହିଁ ଜାଣନ୍ତି ନୁହେଁ, ସେମାନେ ଈଶ୍ୱରଙ୍କୁ ଗୌରବ ଦିଅନ୍ତି, ଈଶ୍ୱରଙ୍କୁ ମହିମା କରନ୍ତି। ନିଶ୍ଚିତ ଏହି ବ୍ୟକ୍ତି ଜଣେ ଧାର୍ମିକ ବ୍ୟକ୍ତି। ମା ମାନେ ବ୍ୟକ୍ତି ପାପୀ ମାନଙ୍କୁ ଉଦ୍ଧାର ନିମନ୍ତେ କେବଳ କୃଷାର୍ପିତ ହେଇଛି। ନିଶ୍ଚିତ ଏହି ବ୍ୟକ୍ତି ଆମେ ସ୍ଥାନ ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପ୍ରାଣ ତ୍ୟାଗ କଲେ, ତେବେ ତାଙ୍କର ଆତ୍ମା, ତାଙ୍କର ପ୍ରାଣ କୋଉଠକୁ ଯାଇଛି ତାହା ଆଲୋଚନା କରିବା। ତାଙ୍କର ଆତ୍ମା କୋଉଠକୁ ଗଲା ମୋର ପ୍ରିୟ ମାନେ? କାରଣ ଯୀଶୁ ଖ୍ରୀଷ୍ଟ ଯେ ଉଦ୍ଦେଶ୍ୟ ନେଇ ଆସିଥିଲେ
ସେ ନିଜ ତାଙ୍କର କାର୍ଯ୍ୟ ପରିତ୍ରାଣ କାର୍ଯ୍ୟ ସେ ସମାପ୍ତ କରିଛି, ଅଭିଶାପ ମୁକ୍ତିର କାର୍ଯ୍ୟ ସମାପ୍ତ କରିଛି, ପାପ ଉଦ୍ଧାର କାର୍ଯ୍ୟ ସମାପ୍ତ କରିଛି ବଳିଦାନ ଦେବା ଦ୍ୱାରା। କିନ୍ତୁ ଏତିକି ପ୍ରଭୁ ଯୀଶୁ କାର୍ଯ୍ୟ ସମାପ୍ତ କରି ପୁନର୍ବାର ଯେଉଁମାନେ ପୁରାତନ ନିୟମରେ ନହଙ୍କ ସମୟରେ ଜାହାଜରେ ଅନେକ ପାଣିରେ ବୁଡିଥିଲେ ସେମାନଙ୍କୁ ପ୍ରଭୁ ଦୟାକରି ପୁନର୍ବାର ସେମାନଙ୍କ ବାକ୍ୟ ପ୍ରଚାର କରିବା ନିମନ୍ତେ ସେଇ ଶନିବାର ଦିନ ପ୍ରଭୁ ଯାଇଛନ୍ତି। ତାଙ୍କ ଆତ୍ମା ସେଇ ସ୍ଥାନ କାରଣ ପ୍ରଭୁ ସେଇ ପ୍ରାଣ କୋର୍ଟକୁ ଗଲେ, ଆତ୍ମା କୋର୍ଟକୁ ଯାଇଛି, ତାହା ଆମେ ଜାଣିବା ଦରକାର। ଆସନ୍ତୁ, କାରଣ ପ୍ରଭୁ ଯୀଶୁ ମନୁଷ୍ୟ ନୁହେଁ ଯେ ସେ କିଛି କରିପାରିବେ ନାହିଁ, କାରଣ ସେ ସବୁ କିଛି କରିପାରନ୍ତି, କାରଣ ଈଶ୍ୱର ମୃତ ନୁହନ୍ତି, ସେ ଜୀବିତ। ତେଣୁ ମୋର ପ୍ରିୟ ମାନେ କେବଳ ସେ ଶରୀର ପ୍ରାଣ ତ୍ୟାଗ କରି ସେ ବନ୍ଧ୍ୟାତ୍ମାନଙ୍କୁ ସେ ଉଦ୍ଧାର କରି ନିମନ୍ତେ ପ୍ରଚାର କରିବାକୁ ଯାଇଛନ୍ତି ଈଶ୍ୱରଙ୍କ ବାକ୍ୟ। ଆସନ୍ତୁ ଆମେ ସେ ବାକ୍ୟ ଦେଖିବା, କାରଣ ଆମେ ଜାଣିବା ପ୍ରଭୁ ଯୀଶୁଙ୍କ ପ୍ରାଣ ତ୍ୟାଗ କରି ଆତ୍ମା କୋଉଠିକୁ ଯାଇଛି ତାହା ଆମେ ଜାଣିପାରିବା। ଯଦି ଆପଣ ମାନେ ଖୋଲିବେ ଆଉ ପ୍ରଥମ ପିତର 3:18-19 ପଢିଲେ ଆପଣ ମାନେ ପ୍ରାଞ୍ଜଳ ଭାବରେ ତାହା ଜାଣିପାରିବେ। କାରଣ ପ୍ରଭୁ ଖ୍ରୀଷ୍ଟଙ୍କର ସ୍ୱର୍ଗ ଗ୍ରହଣ ପର୍ଯ୍ୟନ୍ତ ତାର କେବେ ସମାପ୍ତ ହେଇନାହିଁ। ମୃତ ହେଲେ ଶରୀର କିଛି କେବଳ ଶନିବାର ଗୋଟେ ଦିନ ସେ ଶରୀର ପରିତ୍ୟାଗ କରିଛି, କାରଣ ସେ ବନ୍ଧ୍ୟାତ୍ମାନଙ୍କୁ ପ୍ରଚାର କରିବା ପାଇଁ କିନ୍ତୁ ଶରୀର ଦେଇଛନ୍ତି, କାରଣ ସେ ପାପାତ୍ମା ଶରୀରକୁ ସମାଧିସ୍ଥ କରିବା ପାଇଁ କେବଳ ସେ ଶରୀର ପରିତ୍ୟାଗ କରି ଯାଇଛନ୍ତି। ପରନ୍ତୁ ପ୍ରଥମ ପିତର 3:18 ଯେଣୁ ଆମ୍ଭେମାନେ ଈଶ୍ୱରଙ୍କ ନିକଟକୁ ଆଣିବା ପାଇଁ ଖ୍ରୀଷ୍ଟ ମଧ୍ୟ ଧାର୍ମିକ ହୋଇ ଅଧାର୍ମିକ ମାନଙ୍କ ନିମନ୍ତେ ପାପ ହେତୁ ଥରେ ମୃତ୍ୟୁଭୋଗ କଲେ। ସେ ଶରୀରରେ ମୃତ୍ୟୁଭୋଗ କଲେ ସତ, କିନ୍ତୁ ଆତ୍ମାରେ ଜୀବିତ ହେଲେ। ସେଥିରେ ମଧ୍ୟ ସେ ଆମେ ଦେଖିପାରୁଛୁ ଯେଣୁ ଆମ୍ଭମାନଙ୍କୁ ଈଶ୍ୱରଙ୍କ ନିକଟକୁ ଆଣିବା ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପ୍ରତ୍ୟେକ ମନୁଷ୍ୟକୁ ଈଶ୍ୱରଙ୍କ ନିକଟକୁ ଆଣିବା ପାଇଁ ଖ୍ରୀଷ୍ଟ ମଧ୍ୟ ଧାର୍ମିକ ହୋଇ, ଯଦି ସେ ଧାର୍ମିକ ଥିଲେ ଆଜି ଆମେ ଶେଷରେ ଦେଖିପାରୁଛୁ ସତ୍ୟ ସନ୍ଧ୍ୟାପତ୍ରରେ ସ୍ୱୀକାର କରୁଛନ୍ତି ଏହି ବ୍ୟକ୍ତି ଧାର୍ମିକ ଥିଲେ। ତେଣୁ ବାସ୍ତବରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କୌଣସି ଧାର୍ମିକ, କୌଣସି ତାଙ୍କର ପାପ ମାତ୍ର ଲେଶ ନଥିଲା, ତାଙ୍କର କୌଣସି ପାପ ସେ ଜାଣିନଥିଲେ, ପାପ କଣ ସେ ଜାଣିନଥିଲେ, କିନ୍ତୁ ସେ ଧାର୍ମିକ ବ୍ୟକ୍ତି ଥିଲେ ସତ। ଏହି ସ୍ଥାନ ମଧ୍ୟ ପିତର ଲେଖନ୍ତି ଯେଣୁ ଆମ୍ଭମାନଙ୍କୁ ଈଶ୍ୱରଙ୍କ ନିକଟକୁ ଆଣିବା ପାଇଁ ଖ୍ରୀଷ୍ଟ ମଧ୍ୟ ଧାର୍ମିକ ହୋଇ ସେ ଅଧାର୍ମିକ ମାନଙ୍କ ନିମନ୍ତେ ପାପ ହେତୁ ଥରେ ମୃତ୍ୟୁ ଭୋଗ କଲେ। ମୋର ପ୍ରିୟ ଏହି ସ୍ଥାନ ପିତର ମଧ୍ୟ ଲେଖନ୍ତି ଯଦିଓ ପ୍ରଭୁ ଯୀଶୁ ଧାର୍ମିକ ବ୍ୟକ୍ତି ଥିଲେ ତଥାପି ସେ ଅଧାର୍ମିକ ମାନଙ୍କ ନିମନ୍ତେ ଧାର୍ମିକ ଗଣିତ କରିବା ନିମନ୍ତେ ଥରେ ସେ ମୃତ୍ୟୁଭୋଗ କଲେ ଏବଂ ସେହି ସ୍ଥାନରେ ପ୍ରାଣ ତ୍ୟାଗ କରୁଥିଲେ ଶରୀର ମଧ୍ୟରେ। ଏବଂ ଅନେକ ସତ ସେନାପତି ମଧ୍ୟ ତା ସ୍ୱୀକାର କରନ୍ତି ଏହି ବ୍ୟକ୍ତି ଜଣେ ଧାର୍ମିକ ଲୋକ ଥିଲେ ଏବଂ ଯୀଶୁ ନିଶ୍ଚିତ ଧାର୍ମିକ ବ୍ୟକ୍ତି ଥିଲେ। ତେଣୁ ସେ ଯେ ମୃତ ହେଲେ ଏବଂ ଶରୀରରେ ମୃତ୍ୟୁ ହେଲେ ସତ, ଶରୀରରେ ସେ ମୃତ୍ୟୁ ଭୋଗ କଲେ ସତ କଥା, କିନ୍ତୁ ତାର ଅର୍ଥ ଏଇ ଯୋଉ ଶରୀର ଯୋଉ ପାପ ନିମନ୍ତେ କ୍ଷତ ବିକ୍ଷତ ଯୋଉ ଅଧର୍ମ ନିମନ୍ତେ ଚୂର୍ଣ୍ଣ ହେଲେ ସେ ଶରୀରକୁ ସେ ସମାଧିରେ ସେ ରେଷ୍ଟ ନେଇଛନ୍ତି, କିନ୍ତୁ ତାଙ୍କ ପ୍ରାଣ ଆତ୍ମା ମୋର ପ୍ରିୟମାନେ ମୃତ ହେଇନି, ସେ ଯାଇଛନ୍ତି କୋର୍ଟକୁ, କିନ୍ତୁ ଆତ୍ମାରେ ଜୀବିତ ହେଇଛି। ଆମେ ଦେଖିପାରୁଛୁ 19 ପଢନ୍ତୁ, 19 ପଢନ୍ତୁ। ସେଥିରେ ମଧ୍ୟ ସେ ବନ୍ଦୀ ଆତ୍ମାମାନଙ୍କ ନିକଟକୁ ଯାଇ ପ୍ରଚାର କଲେ। ମୋର ପ୍ରିୟ ମାନେ ବନ୍ଦୀ ଆତ୍ମା ମାନଙ୍କ ନିକଟକୁ ପ୍ରଚାର କରୁଛନ୍ତି, କାହିଁକି ସେ ଜାଗାକୁ ଯାଇ ପ୍ରଚାର କଲେ? ମୋର ପ୍ରିୟ ମାନେ ନହଙ୍କ ସମୟରେ ଅନେକ ଅନୁଗ୍ରହ ଅନେକ ପ୍ରଭୁ ନହ ସମୟରେ ଜଣ
କରିଥିଲେ ମାନବ ଥିଲେ ସେମାନଙ୍କୁ ନହଙ୍କୁ କହିବା ନିମନ୍ତେ ପ୍ରଭୁ ଈଶ୍ୱର ଆଦେଶ ଦେଇଥିଲେ, କିନ୍ତୁ ସେମାନେ କୌଣସି ବାକ୍ୟ ଶୁଣିଲେ ନାହିଁ। କିନ୍ତୁ ମୋର ପ୍ରିୟମାନେ, ତେଣୁ ଯେତେବେଳେ ସେମାନେ ଜଳ ପ୍ଲାବନରେ ମୃତ୍ୟୁହତ ହେଲେ ଆମେ ଦେଖିପାରୁଛୁ ସେ 20 ପଦରେ ପୂର୍ବ କାଳରେ ନହଙ୍କ ସମୟରେ ଜାହାଜ ନିର୍ମିତ ହେଉଥିବା ବେଳେ କେତେବେଳେ ଈଶ୍ୱର ଦୀର୍ଘ ସହିଷ୍ଣୁ ହୋଇ ଅପେକ୍ଷା କରିଥିଲେ, ସେହି ସମୟରେ ସେମାନଙ୍କ ଅବାଧ୍ୟ ହୋଇଗଲେ। ସେହି ଜାହାଜ ପ୍ରବେଶ କରି ଅଳ୍ପ ଲୋକ ଅର୍ଥାତ୍ 8 ପ୍ରାଣୀ ଏବଂ ଜଳ ମଧ୍ୟ ଦେଇ ରକ୍ଷା ପାଇଲେ। ନହଙ୍କ ପରିବାର 8 ପ୍ରାଣୀ ମନୁଷ୍ୟ କେବଳ ବଞ୍ଚିଥିଲେ ଏବଂ ତା ତନ୍ତ ପଶୁ ପକ୍ଷୀ ବଞ୍ଚିଥିଲେ, କିନ୍ତୁ ନହଙ୍କ ସମୟରେ ଜଳ ପ୍ଲାବନରେ ଅନେକ ଲୋକ ଅବାଧ୍ୟ ହେଲେ। ତେଣୁ ସେମାନଙ୍କୁ ପ୍ରଭୁ କାରଣ ସେମାନଙ୍କୁ ବାକ୍ୟ ପ୍ରଚାର କରିବା ନିମନ୍ତେ ପରିତ୍ରାଣ ବାକ୍ୟ ପ୍ରଚାର କରିବା ନିମନ୍ତେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅବଶିଷ୍ଟ ଯୋଉ ଶନିବାର ଦିନ ଯୋଉକି ଏ ଶରୀରକୁ ସମାଧିସ୍ଥ କରି ପ୍ରଭୁ କାରଣ ପିତାଙ୍କ ନିକଟରେ ସମର୍ପଣ କରି ପ୍ରାଣ ଛାଡ଼ି ସେଇ ବନ୍ଧ୍ୟାତ୍ମ ନିକଟକୁ ପ୍ରଭୁ ପାତାଳକୁ ଯାଇ ପ୍ରଚାର କରିଛନ୍ତି। ତେଣୁ ମୋର ପ୍ରିୟମାନେ, ଈଶ୍ୱର କେବେ ମରନ୍ତି ନାହିଁ, ଈଶ୍ୱରଙ୍କ ପୁତ୍ର କେବେ ମରନ୍ତି ନାହିଁ, ଏହା ଅନେକ ଆମେ ଦେଖିପାରୁଛୁ। ତେଣୁ ପ୍ରଭୁ ଯୀଶୁଙ୍କ ଶରୀର ଆଉ ଆନନ୍ଦରେ ଧାର୍ମିକ ବ୍ୟକ୍ତିମାନେ ହାରାମାଟିଆ ଯୋଶେଫ ଏବଂ ନିକୋଦିମ ଯାଇ ସେଦିନ ଯାଇକି ଖ୍ରୀଷ୍ଟଙ୍କର ମଧ୍ୟ ସମାଧିସ୍ଥ କରିଛନ୍ତି। କାରଣ ସେ ଶୁକ୍ରବାର ଦିନ 6ଟା ପୂର୍ବରୁ ସେମାନେ ସେ ଶରୀରକୁ ଆଣି ଯୋଉ ଜାଗାରେ କି କେବେ ସମାଧିସ୍ଥ ହେଇନାହିଁ ସେ ଜାଗାରେ ଆନନ୍ଦରେ ଶରୀର ମଗାଇ ପ୍ରଭୁ ଯୀଶୁ ଯେତେବେଳେ ସମାଧିସ୍ଥ ହୋଇଥିଲେ ଶରୀର ସତ୍ତାକୁ, କିନ୍ତୁ ସେହି ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆତ୍ମା ଯେ ବନ୍ଧ୍ୟାତ୍ମା ମାନଙ୍କୁ ପ୍ରଚାର କରିବାକୁ ଯାଇଛନ୍ତି। ତାହା ଅନେକ ଲୋକଙ୍କର ପ୍ରଶ୍ନ, ଯୀଶୁ ଖ୍ରୀଷ୍ଟ ମରିଗଲେ ସେତିକି ନୁହେଁ, କେବଳ ସମାପ୍ତ କରିଛି ଆମର ସମସ୍ତ ପାପ ଉଦ୍ଧାର କାର୍ଯ୍ୟ, ପରିତ୍ରାଣ କାର୍ଯ୍ୟ, ଅଭିଶାପର କାର୍ଯ୍ୟ ସମାପ୍ତ କରି ପୁନର୍ବାର ଯୋଉ ପୂର୍ବ କାଳରେ ଲୋକମାନେ ଥିଲେ ସେମାନଙ୍କ ନିକଟକୁ ଯାଇ ପ୍ରଚାର କରିବା ପାଇଁ ପ୍ରଭୁ ଯାଇଛନ୍ତି। ତେଣୁ ମୋର ପ୍ରିୟମାନେ, ଯୋଉ ପରମେଶ୍ୱର ଜୀବିତ ସେ ମରନ୍ତି, କାରଣ ମନୁଷ୍ୟ ମରଶୀଳ ହୋଇପାରେ, ଆତ୍ମା ପ୍ରାଣ ମରିଯାଏ, କିନ୍ତୁ ଈଶ୍ୱରଙ୍କର ଆତ୍ମା କେବେ ମରନ୍ତି ନାହିଁ। ଆମେ ଦେଖିପାରୁଛୁ କି ସୁନ୍ଦର ଭାବରେ ଲେଖା ହେଇଛି। ଆଉ କିନ୍ତୁ ଏଇ ଆମେ ଗୋଟେ ବିଷୟ ଯେ ଶେଷ ସମୟରେ କିପରି ଛୋଟ ସେନାପତି ମାନେ ଏହି ଘଟଣା ଦେଖି କଣ ଘଟଣା ଦେଖିଲେ, 7ଟି ବାଣୀ ଶୁଣିଲେ ଏବଂ ଅନେକ ଘଟଣା ଦେଖୁଛନ୍ତି। ଯେତେବେଳେ ଅନ୍ଧକାର ହଉଛି, ବିନା ମେଘରେ ଅନ୍ଧକାର, ବିନା ମେଘରେ ଝଡ଼ ତୋଫାନ ପଡିଛି, ତାହା ସେମାନେ ଜାଣିଲେ ନିଶ୍ଚିତ ଏହି ବ୍ୟକ୍ତି ଜଣେ ଧାର୍ମିକ ବ୍ୟକ୍ତି ଥିଲେ। ତେଣୁ ଶେଷ ବାଣୀ ଆମେ ଦେଖିପାରୁ ଯୀଶୁ ଖ୍ରୀଷ୍ଟ ସମ୍ପୂର୍ଣ୍ଣ ପିତାଙ୍କ ନିକଟରେ ସମର୍ପଣ କରୁଛନ୍ତି। କାରଣ ଆରମ୍ଭରୁ ଶେଷ ଯାଏ ସେ ସମର୍ପଣ କରୁଛନ୍ତି ପିତାଙ୍କ ନିକଟରେ, ପିତାଙ୍କ ଇଚ୍ଛା ସାଧନ କରିବା ନିମନ୍ତେ ଯାହା ଆସିଛି ଆଜି ଆମେ ତାହା ଦେଖିପାରୁଛୁ। ପ୍ରିୟମାନେ, এই 7ଟା ବାଣୀ ମଧ୍ୟ ଅନେକ ରହସ୍ୟ ଅଛି। ତା ସହିତ ଆଜି ଆମେ ଦେଖିପାରୁଛୁ ଆଜି ଦିବସରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜକୁ ସେ ଜୀବିତ ବୋଲି ସେ ଘୋଷଣା କରୁଛନ୍ତି। ସେଇ ଯୋଉ ଶରୀର ରକ୍ତାକ୍ତ ଶରୀର ଯୋଉକି ଅନେକ କଣ୍ଟାର ମୁକୁଟ ମସ୍ତକ ସମସ୍ତ ଶରୀର, ଆଉ ଆଜି ପୁନରୁତ୍ଥାନ ଦିବସରେ ସେଇ ଶରୀର ନାହିଁ। ସେଇ ଶରୀର ଗୋଟେ ଦିନରେ ସେ ସମସ୍ତ ସେଇ ଶରୀର ସମ୍ପୂର୍ଣ୍ଣ ତା ରକ୍ତାକ୍ତ ମଧ୍ୟରେ ସମ୍ପୂର୍ଣ୍ଣ ସୁସ୍ଥତା ରହିଅଛି, ରକ୍ତାକ୍ତ ମଧ୍ୟରେ ସମ୍ପୂର୍ଣ୍ଣ ନିର୍ମଳ ହେଇଛି। ମୋର ପ୍ରିୟମାନେ, କାରଣ ସେଇ ପାପ ପାଇଁ ଯୋଉ ରକ୍ତାକ୍ତ ହେଇଥିଲେ, ପାପ ପାଇଁ କଣ୍ଟାର ମୁକୁଟ ଚିହ୍ନ ପିନ୍ଧିଥିଲେ, ତା ସମସ୍ତ ବିଷୟ କଟେ କଲେ, ସମାଧିସ୍ଥ କଲେ ଏବଂ ଯାହାକି ରୂପାନ୍ତରିତ ଶରୀର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନୂତନ ଶରୀର ପୁନଃସ୍ଥିତ ହଉଛି। ଆଜି ଆମେ ତାହା ଦେଖିପାରୁଛୁ। ମୋର ପ୍ରିୟମାନେ, କାରଣ ମରଣ ବିଜୟ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଟନ୍ତି।
ମୋର ପ୍ରିୟ ମାନେ ଏଇ ସ୍ଥାନ ଆମେ ଦେଖିବା ପୁନରୁତ୍ଥାନର ଶକ୍ତି। ଆଜି ଆମେ ଦେଖିବା ପୁନରୁତ୍ଥାନ ଶକ୍ତି ଏତେ ଏତେ କଣ୍ଟାର ମୁକୁଟ ଏତେ କଷ୍ଟ ଏତେ ଯନ୍ତ୍ରଣା ଗୋଟେ ଜାଗା ତାର ଗୋଟେ ଖାଲି ଜାଗା ନଥିଲା। ଏତେ ରକ୍ତାକ୍ତ ମଧ୍ୟ ପ୍ରଭୁଙ୍କର ଶକ୍ତି ଏତେ ତାହା ଆମେ ଦେଖି ତେଣୁ ଈଶ୍ୱର ପରେ ନିଜର ମୃତ୍ୟୁ ହବ ପରେ ଯୀଶୁ ନିଶ୍ଚିତ ଯାହା ସେ କହିଥିଲେ ତାହା କହିଛନ୍ତି ଏବଂ 3 ଦିନ ପର୍ଯ୍ୟନ୍ତ ତା ଶରୀର ଅବର ହେଲା ସତ। କିନ୍ତୁ ଆଉ ସେ ମୃତ ମାନଙ୍କ ମଧ୍ୟରୁ ଆପଣା ସେ ଜୀବିତ ଯୀଶୁ ଖ୍ରୀଷ୍ଟ ତାହା ସେ ଦେଖାଇଦେଲେ। ତେଣୁ ଆସନ୍ତୁ ମୃତ୍ୟୁ ଭୋଗର 3 ଦିନ ପରେ ଯୀଶୁଙ୍କର ପୁନରୁତ୍ଥାନ ହେଉଛି ଏକ ଐତିହାସିକ ଘଟଣା। ଆଜି ପର୍ଯ୍ୟନ୍ତ ଯେତେ ଜଣ ମରିଛନ୍ତି ବଳବାନ ଲୋକମାନେ ଏହି ଜଗତର ହିଟଲର ଭଳିଆ ବ୍ୟକ୍ତି ଜର୍ମାନ ହିଟଲର ସାରା ବିଶ୍ୱ ତାକୁ ଡରୁଥିଲେ। କିନ୍ତୁ ଯେତେବେଳେ ସେ ମୃତ୍ୟୁ ତାକୁ କୁହାଗଲା ସେ ମୃତ୍ୟୁ ଭୟରୁ ସେ ଆଜି ପର୍ଯ୍ୟନ୍ତ ଆମେ ଦେଖିପାରୁଛୁ ଅନେକ ବଡ ବଡ ନେତା ମାନେ ପ୍ରଭୁ ଯୀଶୁ ଉଠିଛନ୍ତି ଆମେ ଉଠି ପାରିବୁ ଅନେକ ଘୋଷଣା ମଧ୍ୟ କରିଛନ୍ତି କିନ୍ତୁ କେହି ଉଠି ନାହାନ୍ତି କାରଣ ସେମାନେ ଈଶ୍ୱର ସେମାନେ ହଉଛନ୍ତି ମନୁଷ୍ୟ ମାତ୍ରେ। ହଁ କିନ୍ତୁ ଆଜି ଆମେ ମନୁଷ୍ୟ ଭାବରେ ଯଦି ପୁନରୁତ୍ଥାନ ବିଷୟରେ ବାଇବଲରେ ପ୍ରାୟ ନୂତନ ନିୟମରେ 104 ଥର ପୁନରୁତ୍ଥାନ ବିଷୟରେ ଉଲ୍ଲେଖ କରାଯାଇଛି। ବାଇବଲରେ 104 ଥର ପୁନରୁତ୍ଥାନ ବିଷୟ ଉଲ୍ଲେଖ କରାଯାଇଛି କାରଣ ଧର୍ମମୟ ଆତ୍ମା ଅନୁଯାୟୀ ସେ ଯୀଶୁ ଥିଲେ ଈଶ୍ୱରଙ୍କର ପୁତ୍ର ତାହା ଈଶ୍ୱରଙ୍କ ପୁତ୍ର ଥିବାରୁ ସେ ପୁନର୍ଥିତ ହୋଇଛନ୍ତି। ଆଉ ମୃତମାନଙ୍କ ମଧ୍ୟରୁ ପୁନର୍ଥିତ ହେବା ଦ୍ୱାରା ଏହା ଆମେ ଦେଖିପାରୁଛୁ କାରଣ ରୋମିଓ 1:4 ପର୍ଯ୍ୟନ୍ତ ଲେଖାଇଛି ଯେ ପଢନ୍ତୁ କଣ ଲେଖାଇଛି ତାର ପୁନରୁତ୍ଥାନର ଶକ୍ତିକୁ ଆମେ ଟିକେ ଅନୁଭବ କରିବା। ରୋମିଓ 1:4 କିନ୍ତୁ ଧର୍ମମୟ ଆତ୍ମା ସମ୍ବୋଧରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ଦ୍ୱାରା ଈଶ୍ୱରଙ୍କର ପୁତ୍ର ବୋଲି ଶକ୍ତି ସହ ନିର୍ଦ୍ଦିଷ୍ଟ ହେଲେ। ଆମେ ଦେଖିପାରୁଛୁ କିନ୍ତୁ ଧର୍ମମୟ ଆତ୍ମା ସମ୍ବନ୍ଧରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ଦ୍ୱାରା ଈଶ୍ୱରଙ୍କ ପୁତ୍ର ବୋଲି ଶକ୍ତି ସହ ନିର୍ଦ୍ଦିଷ୍ଟ ହେଲେ। ମୋର ପ୍ରିୟ ମାନେ 3 ଦିନ ଉଠିବା ଦେଖନ୍ତୁ ଆପଣ ମାନେ ଯୋଉ ଶରୀରକୁ 3 ଦିନରେ ସମ୍ପୂର୍ଣ୍ଣ ଚେଞ୍ଜ ହେବା ଏତେ ସହଜ ନାହିଁ କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ବାସ୍ତବରେ ସେଠି ଧର୍ମ ଆତ୍ମା ସମ୍ବନ୍ଧରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ଦ୍ୱାରା ଈଶ୍ୱରଙ୍କର ପୁତ୍ର ବୋଲି ଖ୍ୟାତ ହେବା ନିମନ୍ତେ ଶକ୍ତି ଗୋଟେ ଖ୍ୟାତ ହେବା ନିମନ୍ତେ ତାହା ନିର୍ଦ୍ଦିଷ୍ଟ କରାଯାଇଛି। ତେଣୁ ମୋର ପ୍ରିୟମାନେ ଯୀଶୁ ଆଉ ଗୋଟେ ସେ ଯାହା କହିଥିଲେ ସେ ତାହା କହିଛନ୍ତି କାରଣ ଈଶ୍ୱର ଯାହା କହନ୍ତି ତାହା କରନ୍ତି। କାରଣ ମୋର ପ୍ରିୟ ମାନେ ଯୀଶୁ ଖ୍ରୀଷ୍ଟ କହୁଥିଲେ ଅବଶ୍ୟ ମୁଁ ମୃତ୍ୟୁଭୋଗ କରିବାକୁ ହବ 7ଟି ପଶୁମାନଙ୍କ ମଧ୍ୟରେ ମୁଁ ତୁଷାର୍ଥିତ ହେବାକୁ ହବ କିନ୍ତୁ ମୁଁ 3 ଦିନରେ ଉଠିବାକୁ ହବ। ମୋର ପ୍ରିୟ ମାନେ ଆଜି ଆମେ ସେ ପୁନରୁତ୍ଥାନ ଶକ୍ତି ଯୀଶୁ ଖ୍ରୀଷ୍ଟ ସେ ସତ୍ୟ ବାଣୀ ମଧ୍ୟ ସଂକ୍ଳିଷ୍ଟ ପୁନରୁତ୍ଥାନ ଶକ୍ତି ସଂକ୍ଳିଷ୍ଟ ରହିଅଛି କାରଣ ସେ ପିତାଙ୍କ ଠାରୁ ସମର୍ପଣ କରୁଛନ୍ତି। ନିଜର ପିତାଙ୍କର ସମର୍ପଣ କରି ସେ ବନ୍ଦୀ ଆତ୍ମା ମାନଙ୍କ ନିକଟକୁ ପ୍ରଚାର କରୁଛି ଏବଂ ସେହି ସ୍ଥାନରେ ନିଜର ମାନେ ପୁନରୁତ୍ଥାନ ଶକ୍ତି ସେ ସ୍ଥାନ ମଧ୍ୟ ପ୍ରକଟ କରିଛନ୍ତି। ତେଣୁ ମୋର ପ୍ରିୟ ମାନେ ଯଦି ଆଜି ଆମମାନେ ଅଭିଜ୍ଞ ଲୋକମାନେ ହିସାବରେ ବିଶ୍ୱାସୀ ମାନଙ୍କ ହିସାବରେ ଯଦି ବି ଆମମାନେ ମରିବା ତଥାପି ସେମାନେ ମଧ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପରି ବଞ୍ଚିକି ଆମେ ଉଠିବା। ତେଣୁ ଯୀଶୁ ସେଦିନ କହିଲେ ମାର୍ଥା ମରିୟମଙ୍କ ଏବଂ ଅନେକ ମାନଙ୍କୁ ଯୀଶୁ ସେଦିନ କଣ କହିଲେ ଜହନ 11:25 ପଦରେ ମୁଁ ପୁନରୁତ୍ଥାନ ଓ ଜୀବନ
ଯୀଶୁ କହିଲେ ମୁଁ ପୁନରୁତ୍ଥାନ ଓ ଜୀବନ, ଯଦ୍ୟପି ମୁଁ ମରେ ତଥାପି ଯଦ୍ୟପି। ଆମେ ପଢିବା ମାର୍କ 11 ତାର ଜହନ 11:25 ପଦ, ମୁଁ ପୁନରୁତ୍ଥାନ ଓ ଜୀବନ, ଯଦ୍ୟପି ମରିଛ ତଥାପି ବଞ୍ଚିବ, ଯେ ମଠରେ ବିଶ୍ୱାସ ତଥାପି ସେ ବଞ୍ଚିବ। ଏହି ବାଣୀ ଯୀଶୁ ପୁନର୍ସ୍ଥିତ ହେଇଥିବା ଯୋଗୁଁ ଆଜି ଆମେ ମଧ୍ୟ ସେ ପୁନର୍ସ୍ଥିତ ହେଇକିରି ଆମେ ମଧ୍ୟ ଏ ଜାଗାକୁ ଯିବାକୁ ହବ। ଆପଣଙ୍କୁ ପଢିବା ଜହନ ଯୀଶୁ ତାଙ୍କୁ କହିଲେ, ମୁଁ ପୁନରୁତ୍ଥାନ ଓ ଜୀବନ, ଯେ ମୋ ଠାରେ ବିଶ୍ୱାସ କରେ ସେ ଯଦ୍ୟପି ମରେ ତଥାପି ସେ ବଞ୍ଚିବ। ଏହା ହଉଛି ପୁନରୁତ୍ଥାନର ନିଶ୍ଚିତ ପ୍ରଭୁ ଆମମାନଙ୍କୁ ଶକ୍ତିଯୁକ୍ତ ବାଣୀ କହିଛନ୍ତି। ମୋର ପ୍ରିୟମାନେ, ମୁଁ ପୁନରୁତ୍ଥାନ ଓ ଜୀବନ, ମୃତ୍ୟୁ ପୂର୍ବରୁ ଏକଥା ଘୋଷଣା କରିଥିଲେ, ପ୍ରକାଶ କରିଥିଲେ। ମୁଁ ପୁନରୁତ୍ଥାନ ଓ ଜୀବନ, ଯେ ମୋ ଠାରେ ବିଶ୍ୱାସ କରେ ଯଦ୍ୟପି ସେ ମରେ ତଥାପି ସେ ବଞ୍ଚିବ। ହାଲେଲୁୟା। ମୋର ପ୍ରିୟମାନେ, ଆମେ ଏଇ ଆଶା ଏଇ ଭରସା ନେଇ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟରେ ଆମେ ବିଶ୍ୱାସ କରିବା ଆବଶ୍ୟକ। ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯଦି ଜୀବିତ, ଆମ୍ଭେମାନେ ମଧ୍ୟ ଜୀବିତ ହେଇ ରହିବା। ଅନନ୍ତ ଜୀବନରେ ଆମେ ଜୀବିତ ହେଇ ରହିବା। ମୋର ପ୍ରିୟମାନେ, ମୃତ୍ୟୁ ନାହିଁ, ଏଣୁ ଲେଖା ହେଇଛି ବିଶ୍ୱାସୀ ମାନଙ୍କୁ ମହାନିଦ୍ରା ବୋଲି ଲେଖାଯାଇଛି। ମୋର ପ୍ରିୟମାନେ, ଆଜି ଆମେ ଦେଖିପାରୁଛୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଶକ୍ତିରେ ଆମେ ସେଇ ଶକ୍ତିକୁ ଆମେ ବିଶ୍ୱାସ କରୁଛୁ। ଯଦି ଆମେ ବିଶ୍ୱାସ କରୁଛୁ, ହଁ ନିଶ୍ଚିତ ଆମମାନଙ୍କ ଜୀବନରେ ଏଇ ଶରୀରକୁ ମଧ୍ୟ ଆମେ ଛାଡ଼ି ଯେଉଁ ଆତ୍ମାଗତ ଆତ୍ମା ନିକଟକୁ ଯିବ ତାହା ଆମେ ଜାଣିପାରୁଛୁ। ଏଣୁ ମୋର ପ୍ରିୟମାନେ, ଆଜି ଆମେ ଦେଖିପାରୁ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଶକ୍ତିରେ ଆମେ ଶକ୍ତିଯୁକ୍ତ ହେବା। ପ୍ରଭୁଙ୍କ ଠାରେ ଆମେ ସମର୍ପଣ ଜୀବନ କାଟିବା। କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ଶେଷ ବାଣୀରେ ସେ ପିତାଙ୍କ ନିକଟରେ ସମର୍ପଣ କରୁଛି। ପିତାଙ୍କ ନିକଟରେ ଯେଉଁ ସମର୍ପଣ କରୁଛି ଆମେ ଦେଖିପାରୁଛୁ ସେ 44 ପଦରେ ଲେଖା ହେଇଛି। 44 ପଦ, ଆଉ ଯୀଶୁ ଉଚ୍ଚସ୍ୱରରେ କହିଲେ, ପିତ ତୁମ ହସ୍ତରେ ମୁଁ ଆପଣଙ୍କୁ ଆତ୍ମାକୁ ସମର୍ପଣ କରୁଛି। ପିତାଙ୍କ ନିକଟରେ ତାଙ୍କ ଆତ୍ମା ସମର୍ପଣ କରିଛନ୍ତି। ସେଇ ସମର୍ପଣ ଆତ୍ମା ପିତାଙ୍କ ହସ୍ତ ଭିତରେ ରହିଯାଇଛି। ସେ ତାଙ୍କ ଶକ୍ତିଯୁକ୍ତରେ ସେ ବନ୍ଦୀ ଆତ୍ମା ମାନଙ୍କକୁ ପ୍ରଚାର କରିବାକୁ ଯାଇଛନ୍ତି। ଯେତେବେଳେ ଆମେ ଆଜି ଆମର ଆତ୍ମା ମାନଙ୍କୁ ପ୍ରଭୁଙ୍କ ନିକଟରେ ଆମେ ସମର୍ପିତ କରିଦେବା, ତେବେ ଆଜି ବି ଆମେ ଈଶ୍ୱରଙ୍କ ଶକ୍ତିରେ ଆମେ ଶକ୍ତିଯୁକ୍ତ ହେଇ ନିଶ୍ଚିତ ଆଜି ଆମମାନେ ମଧ୍ୟ ଶକ୍ତିଯୁକ୍ତ ହେଇ ତାହାଙ୍କର ସେବା କରିପାରିବା। ତେଣୁ ମୋର ପ୍ରିୟମାନେ, ଏହି ସ୍ଥାନରେ ମୁଁ ଗୋଟେ ବିଷୟ ମୁଁ କହିବାକୁ ଚାହେଁ। କାରଣ ଆମେ ଯୀଶୁ ଖ୍ରୀଷ୍ଟ ଯୋଉ ରକ୍ତ ଆମ ପାଇଁ ବଳିଦାନ କଲେ, ତାହାଙ୍କ ଦ୍ୱାରା କେବଳ ଆମେ ପାପୀ ଥିଲୁ, ନିରୁପାୟ ଥିଲୁ, ଆମେ ନିକଟବର୍ତ୍ତୀ ହେଲୁ, ବିଚ୍ଛେଦ ଥିଲୁ। ଏଣୁ ବର୍ତ୍ତମାନ ଆମର ଜୀବନ ଯେତେବେଳେ ପରମେଶ୍ୱର ନିକଟବର୍ତ୍ତୀ ହେଲୁ, ଆମେ ସଦାସଦା ପ୍ରଭୁଙ୍କ ନିକଟରେ ସମର୍ପଣ ଜୀବନ କାଟିବାକୁ। କେମିତି ଆମେ ସମର୍ପଣ ଜୀବନ ଆମେ କାଟିବାକୁ ପଡ଼ିବ? କାରଣ ତାହା ଆମେ ଦେଖିପାରୁଛୁ ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହରେ ସମର୍ପଣରେ ଆଜି ଆମେ ନିଜକୁ ଆମେ ଯେତେବେଳେ ସମର୍ପଣ ଜୀବନ କାଟିବା, ପ୍ରଭୁ ଆମମାନଙ୍କୁ ପୂर्ण ରୂପରେ ଆମମାନଙ୍କୁ ବ୍ୟବହାର କରିବେ। ସେଦିନ ଗଧ ଆଉ ଯୀଶୁଙ୍କ ଉପରେ ସମର୍ପଣ କରିଥିଲେ, ଗଧ ସମ୍ମାନ ପାଇଥିଲେ। ସେଦିନ ଦାଉଦ ଗଲିଆତଙ୍କୁ ମାରିବା ପାଇଁ ନିଜକୁ ସମର୍ପଣ କରିଥିଲେ, କାରଣ ସେ ପ୍ରାଣ ଦେଇ ଯାଇଥିଲେ, ମଲେ ପ୍ରଭୁଙ୍କ ପାଇଁ ବଞ୍ଚିଲେ। ପ୍ରଭୁ ଏଡ଼େ ବଡ଼ ଗଲିଆତଙ୍କୁ ସେ ଯେତେବେଳେ ସମର୍ପଣ କଲେ, ଈଶ୍ୱର ତାଙ୍କୁ ବ୍ୟବହାର କରିଥିଲେ ଏବଂ ସେ ରାଜା ହେଇଥିଲେ। ଆଜି ଅନେକ ସମର୍ପଣ ଜୀବନ ଅଛି, ଶକ୍ତି ଅଛି। ଆମେ ଯେତେବେଳେ ପ୍ରଭୁଙ୍କ ଠାରେ ଶରଣାଗତ ହେବା, ସମର୍ପିତ ହେବା, ଆମେ ପ୍ରଭୁ ପ୍ରତ୍ୟେକ ବିଷୟ ଆମମାନଙ୍କ ଜୀବନରେ ସକ୍ସେସ୍ କରିବେ। ଆମ ପ୍ରତ୍ୟେକ ଆମଙ୍କ ଜୀବନରେ ଦ୍ରୁତ କାର୍ଯ୍ୟ କରିବେ। ଆମେ ଯେଉଁ ଅକୃତ କାର୍ଯ୍ୟ ହଉଛୁ, ଆମେ ଯେଉଁ ବିଫଳ ହଉଛୁ, ତାହାର ବିଫଳତାର କାରଣ ହଉଛି
ଆମେ ଅସମର୍ପଣ ଜୀବନ। ଏଣୁ ଗୋଟେ ପଦ ମୁଁ କହିବି ସମାପ୍ତ କରିବା। ଗୀତ ସଂହିତା 37 ତାର 5 ପଦ ପଢିବା ଆମେ ସମାପ୍ତ କରିବା। ଗୀତ ସଂହିତା 37 ନା 37 ତାର 5 ପଦ। ସଦାପ୍ରଭୁ ଠାରେ ତୁମର ଗତି ସମର୍ପଣ କର, ମଧ୍ୟ ତାହାଙ୍କ ଠାରେ ନିର୍ଭର ରଖ, ତହିଁରେ ସେ ତାହା ସଫଳ କରିବେ। ମୋର ପ୍ରିୟମାନେ, ଏହି ସ୍ଥାନ ପ୍ରାଞ୍ଜଳ ଭାବରେ ଏହି ବାକ୍ୟ ଲେଖାଯାଇଛି। କାରଣ ପ୍ରଭୁ ଯୀଶୁ ନିଜର ପୁତ୍ର ହେଲେ ମଧ୍ୟ ସେ ଶେଷ ପର୍ଯ୍ୟନ୍ତ ଈଶ୍ୱରଙ୍କ ଠାରେ ସମର୍ପଣ କରିଥିଲେ। ଆରମ୍ଭରୁ ସମର୍ପଣ କଲେ, ପିତା ତୁମର ଇଚ୍ଛା ହେଲେ ଏହି ପାନପାତ ଦୂର କର, କିନ୍ତୁ ତୁମର ଇଚ୍ଛା ହଉ। ଏହା ବି ଗୋଟେ ସମର୍ପଣ ଜୀବନ ଥିଲା। ଏବଂ ଶେଷ ମଧ୍ୟ ପ୍ରାଣ ତ୍ୟାଗ କରିବା ସମୟ ମଧ୍ୟ ସେ ପିତାଙ୍କ ଠାରେ ପ୍ରଭୁ ପିତା ଏହି ପ୍ରାଣକୁ ଶରୀରକୁ ମୁଁ ତୁମକୁ ସମର୍ପଣ କଲି। ଆମେ ଖ୍ରୀଷ୍ଟିଆନ ଭାବରେ ଆମମାନଙ୍କର ଜୀବନ ସେହିପରି ଅଛି। ଆମେ ଆରମ୍ଭରୁ ପ୍ରଭୁଙ୍କୁ ସମର୍ପଣ କରିଥାଉ, କିନ୍ତୁ ଶେଷ ପର୍ଯ୍ୟନ୍ତ ଆମେ ସମର୍ପିତ ଜୀବନ କାଟିବା, ପ୍ରଭୁଙ୍କୁ ଆମେ ସମର୍ପଣ କରିବା। ତେଣୁ ଏହି ସ୍ଥାନରେ ଆମେ ଏହି ଈଶ୍ୱରଙ୍କ ବାକ୍ୟକୁ ଆମେ ଦେଖିପାରୁଛୁ, ସଦାପ୍ରଭୁଠାରେ ତୁମର ଗତି ସମର୍ପଣ କର। ସଦାପ୍ରଭୁଠାରେ ଆମର ଯଦି ଗତି ବିଧି ସମସ୍ତ ବିଷୟ ଆମେ ସମର୍ପଣ କରିବା, ଆଉ ମଧ୍ୟ ତାହାଙ୍କ ଉପରେ ନିର୍ଭର ରଖିବା, ଭରସା ରଖିବା। ମୁଁ ପ୍ରଭୁଙ୍କୁ ସମର୍ପଣ କରୁଛି, ପ୍ରଭୁ ତାହା କରିବେ, ତେବେ ଆମେ ସବୁ ଗତିରେ ଆମେ ସଫଳ ହେବା। ତେଣୁ ମୋର ପ୍ରିୟମାନେ, ଆସୁ ପ୍ରଭୁ ଯେ ମୃତ୍ୟୁଞ୍ଜୟ, ସେ ଜୀବିତ ପରମେଶ୍ୱର ଆମେ ସମର୍ପଣ ହେବା, ସମର୍ପିତ ଜୀବନ କାଟିବା। ନିଶ୍ଚିତ ପ୍ରଭୁ ଆଜି ଆମଙ୍କ ଯାହା ଯେ ଆମ ଜୀବନ ବିଫଳତା ଅଛି ତାହା ପ୍ରଭୁ ସଫଳ କରିବାକୁ ଯାଉଛନ୍ତି। ଆମେ ପ୍ରଭୁଙ୍କୁ ଜାଣିଛୁ ସତ କଥା, ପ୍ରଭୁଙ୍କୁ ଆମେ ବିଶ୍ୱାସ ସତ କଥା, କିନ୍ତୁ ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଛି ସମର୍ପଣ ଜୀବନ। ନିଜକୁ ସମର୍ପିତ ଜୀବନ ମଧ୍ୟରେ ଆମମାନେ ଜୀବନ ଯାପନ କରିବା, ନିର୍ଭର କରିବା, ଭରସା କରିବା ପ୍ରଭୁ ଆଜି ଆମମାନଙ୍କୁ। କାରଣ ଜୀବିତ ପରମେଶ୍ୱର, ଆମର ଜୀବିତ ପରମେଶ୍ୱର ଆମେ ଜାଣିଛୁ, ସେଇ ପ୍ରଭୁ ଆଜି ଆମମାନଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସକ୍ସେସ୍ କରିବେ, ସଫଳ କରିବେ। ପ୍ରଭୁ এই ছোট ଆଲୋଚନାରୁ ଆଶୀର୍ବାଦ କରନ୍ତୁ, ସମସ୍ତଙ୍କୁ ପ୍ରଭୁ ଦୟା କରନ୍ତୁ।